ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ଅନିୟମିତତା ଯୋଗାଣକାରୀ ସଂସ୍ଥା ଯୋଗାଉଛି ପୋକଡ଼ା ଚାଉଳ ତାହା ବି ବସ୍ତାରେ 3ରୁ 5 କିଲୋ କମ୍। ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। 50 କିଲୋ ବସ୍ତାରେ 3ରୁ 5 କିଲୋ ଚାଉଳ କମ୍ ରହୁଥିବା ବେଳେ ଅଧିକାଂଶ ପ୍ୟାକେଟରେ ଖରାପ ଚାଉଳ ବାହାରୁଛି। କିଛି ବସ୍ତାରେ ପୋକଡ଼ା ଚାଉଳ ମଧ୍ୟ ବାହାରୁଛି। ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ୱରେ ଥିବା ଏସ୍ଏଚ୍ଜି ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଅନ୍ୟପଟେ ଏହାର ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ସ୍ୱାସ୍ଥ୍ୟ ଉପରେ ପଡୁଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର 109ଟି ବିଦ୍ୟାଳୟର ପ୍ରାୟ 10,000 ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାର ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଇଛନ୍ତି। ଚୁକ୍ତି କରିଥିବା ସଂସ୍ଥା ବ୍ଲକର ସମସ୍ତ ବିଦ୍ୟାଳୟକୁ ଚାଉଳ ବଣ୍ଟନ କରୁଥିବା ବେଳେ ଖରାପ ଚାଉଳ ପୋକଡ଼ା ଚାଉଳ ତାହା ବି ପ୍ରତି ବସ୍ତାରେ 3ରୁ 5 କିଲୋ ପର୍ଯ୍ୟନ୍ତ ଚାଉଳ କମ୍ ରହୁଛି। ନିୟମ ଅନୁଯାୟୀ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ସଂସ୍ଥା ଓଜନ ମେସିନ୍ ସାଥିରେ ନେଇ ଚାଉଳ ଓଜନ କରି ବଣ୍ଟନ କରିବା କଥା, କିନ୍ତୁ ତାହା ଦେଖିବାକୁ ମିଳୁନି। ଚାଉଳ କମ୍ ଥିବା ସତ୍ତ୍ୱେ ମଧ୍ୟ କେହି ମୁହଁ ଖୋଲୁନଥିବା ବିଷୟ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଏନେଇ ଦାୟିତ୍ୱରେ ଥିବା ଏବିଓଙ୍କୁ ଯୋଗାଯୋଗ କରିବାରୁ ସମାନ ଭାବେ ଓଜନ କରି ଚାଉଳ ବଣ୍ଟନ କରିବାର ନିୟମ ରହିଛି ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟପଟେ ଚାଉଳ କମ୍ ରହୁଥିବା ନେଇ କୌଣସି ଶିକ୍ଷକ କିମ୍ବା ଏସ୍ଏଚ୍ଜି ପକ୍ଷରୁ ଅଭିଯୋଗ କରାଯାଉନି। ଚାଉଳ ଗ୍ରହଣ କରିବା ପୂର୍ବରୁ କମ୍ ଥିବା ନେଇ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। କିନ୍ତୁ ଚାଉଳ ଯୋଗାଣକାରୀ ସଂସ୍ଥା ବିଦ୍ୟାଳୟ ଛୁଟି ଥିବା ସମୟରେ ନଚେତ ଅପରାହ୍ନ 4 ଘଟିକା ପରେ ଶିକ୍ଷକମାନେ କେହି ନଥିବା ସମୟରେ ସେଠାକୁ ଯାଇ ଚାଉଳ ବସ୍ତା ଓହ୍ଲାଉଥିବା କହିଛନ୍ତି କିଛି ଶିକ୍ଷକ। ଅପରପକ୍ଷେ ଏହି ଚାଉଳ କିଏ ହଡପ କରୁଛି ସେହି ନେଇ ତଦନ୍ତର ଆବଶ୍ୟକତା ଥିବା ସାଧାରଣରେ ମତ ପ୍ରକାଶ ପାଉଛି। ନବରଙ୍ଗପୁରରୁ ଗଗନ ଗନ୍ତାୟତଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ୍ ଓଡ଼ିଶା।